କେତେ ଜୋର ଖରା ହଉଛି। ମୁଁ ଆଜି ଏକା ଆସିଛି, ଚନ୍ଦୁ ପାଖରେ ନାହିଁ, ସେ ଗୋଟେ କାମରେ ବାହାରକୁ ପଳେଇଛି। ଏବେ ମୁଁ ଆସି ପହଞ୍ଚି ଯାଇଛି ଆମ ଜାଗା ଉପରେ। ଏଇ ଜାଗାରେ ବସିକି ଏଡିଟ୍ କରୁଛି। ତାକୁ କୋଉ ଶଳା ହାରା ମିଳିଲ, କୋଉ ଜାଣି ଶୁଣିକି ସେ ଗଛକୁ ହାଣି ଦେଇଛି। ଚନ୍ଦୁ ଏବେ ଆସିଗଲାଣି, ଦେଖିପାରୁଥିବେ ଆମ ପୁରୁଣା କଳା ସ୍କୁଲ। ଚନ୍ଦୁ କେମିତି ଝିଅ ଗୁଡାକୁ ଉଣ୍ଡଉଛି, ଲାଇନ ମାରୁଛି। ବାଳ ଭଳିଆ ପା ଦେଖାଗଲାଣି ପୋଖରୀଟା। ମତେ ତ ଲାଗୁଛି ବର୍ଷା ହବନି। ବର୍ଷା ଉଠେଇଥିଲା, ଏବେ ପା ଖରା କେମିତି ଦେଲାଣି। ମୁଁ ଆମ ମଙ୍ଗଳା ଠାକୁରଙ୍କ ପିଢ଼ା ପାଖରେ ବସିଛି, ଦେଖିପାରୁଥିବେ। ହେ ଗାଇସ୍, ମୁଁ ବି ସ୍ୱାଗତ କରୁଛି ଆପଣମାନଙ୍କୁ ଆଉ ଗୋଟେ ନୂଆ ବ୍ଲଗ୍ରେ। ତ ଗାଇସ୍, ଏବେ ତ ଆସି ଟାଇମ୍ 2ଟା ବାଜିଗଲାଣି, ଦେଖିପାରୁଥିବେ ଏପଟେ କେତେ ଜୋର ଖରା ହେଉଛି। ତ ଦେଖିପାରୁଥିବେ କେତେ ଜୋର ଖରା। ଗାଇସ୍, ଖରା ହେଉଛି ବୋଲି କେହି କୁଆଡ଼େ ଗୋଟେ ବି ଦେଖାଯାଉନାହାନ୍ତି, କାହିଁକିନା ସବୁ ଘରମାନେ ଏବେ ଶୋଇଥିବେ। 4ଟା 5ଟା ବେଳୁ ଉଠିକି ବାହାରକୁ ବୁଲାବୁଲି କରିବେ। ତ ଖରା ଯୋଗୁଁ କେହି ଘରୁ ବାହାରୁନାହାନ୍ତି, ସମସ୍ତେ ଶୋଇ ପଡ଼ିଛନ୍ତି ଏବେ। ଆମ ଗାଁ ପା ସେଥିପାଇଁ ଶୂନଶାନ। ତ ୟା ଭିତରେ ଆମ ଗାଁ, ଦେଖିପାରୁଥିବେ ସବୁ ଘର ଦ୍ୱାର। ଗାଇସ୍, କାଲି ତ ଆପଣମାନଙ୍କୁ ଦେଖେଇଥିଲି ଆମ ଗାଁ, ବେଶୀ କିଛି ତ ଦେଖେଇନି। କେବେ ଟୋଟାଲ ଗାଁଟା ବୁଲେଇକି ଦେଖେଇବି ଟାଇମ୍ ହେଲେ। ଏବେ ତ ଟାଇମ୍ ହେଉନି, ଏମିତି ଟେନସନ୍ରେ କାମରେ ବ୍ୟସ୍ତ ରହିଯାଉଛି। ତ ସେଥିପାଇଁ ମୁଁ ଆପଣମାନଙ୍କୁ ଦେଖେଇ ପାରୁନି। ତ ଏବେ ତ ଟାଇମ୍ ହେଇଯାଇଛି, ମୁଁ ଆଜି ଏକା ଆସିଛି, ଚନ୍ଦୁ ପାଖରେ ନାହିଁ, ସେ ଗୋଟେ କାମରେ ବାହାରକୁ ପଳେଇଛି। ତ ଆଜି ମୁଁ ଏକା ପଳେଇ ଆସିଛି। ଚାଲ ଦେଖିବା ଏକା ଯାଉଛି କ'ଣ ହେଉଛି। ଭିଡ଼ିଓଟା ଏଡ଼ିଟିଂ କରିବାର ଅଛି, ଏଡ଼ିଟିଂ ସାରି ମୁଁ ପୁଣି ପଳେଇ ଆସିବି। ତ ଗାଇସ୍, ଦେଖିପାରୁଥିବେ ଏବେ ମୁଁ ଆସି ପହଞ୍ଚି ଯାଇଛି ଆମ ଜାଗା ଉପରେ। ଆମେ ଏଇ ଜାଗାରେ ବସିକି ଚନ୍ଦୁର ମୋର ଏଡ଼ିଟ୍ କରୁ। ତ ସିଏ ତ ଆଜି ନାହିଁ, କାମରେ ବାହାରକୁ ପଳେଇଛି। ସେ ଫେରୁ ଫେରୁ 4ଟା 5ଟା ହେଇଯିବ। ତ ମୋତେ ଏବେ ଭିଡ଼ିଓ ଏଡ଼ିଟ୍ ସାରି ଯିବାକୁ ପଡ଼ିବ ଘରକୁ। ତ ମୁଁ ଆଜି ଏକା ଆସିଛି ବୋଲି ଭଲ ଲାଗୁନି। ଦେଖିପାରୁଥିବେ ମୁଁ ଏଇ ଜାଗାରେ ବସିକି ଏଡ଼ିଟ୍ କରୁଛି। ଦେଖିପାରୁଥିବେ କେମିତି ଛାଇ ହେଇଛି। ତ ଗାଇସ୍, ଆମେ ଆଗ ଯେଉଁ ଜାଗାରେ ବସିକି ଭିଡ଼ିଓ ଏଡ଼ିଟ୍ କରୁଥିଲୁ, ମାନେ ଯେଉଁ ଗଛ ମୂଳେ ବସି ଏଡ଼ିଟ୍ କରୁଥିଲୁ, ତାକୁ କେଉଁ ଶଳା ହାରା ମିଳିଲ, କେଉଁ ଜାଣି ଶୁଣିକି ସେ ଗଛକୁ ହାଣି ଦେଇଛି। ଯେଉଁଥିପାଇଁ କି ଆମେ ସେ ଗଛ ମୂଳକୁ ଆଉ ଯାଇପାରୁନୁ, କି ସେ ଗଛ ମୂଳ ବସି ପାରୁନୁ। ଛାଇ ତ ଟିକେ ହେଉନି, କେମିତି ବସିବୁ। ତ ସେଥିପାଇଁ ଆମେ ଏଇ ଜାଗାକୁ ପଳେଇ ଆସିଛୁ। ହଉ, ସିଏ ହାଣିଛି ତା ପାଇଁ, ଆମ ପାଇଁ ନୁହଁ। ତ ଚାଲ, ଏବେ ତ ଟାଇମ୍ ହେଇଗଲାଣି, ଶୀଘ୍ର ଶୀଘ୍ର ଏଡ଼ିଟ୍ କାମ ସାରି ଘରକୁ ଯିବା। ଗାଇସ୍, ଦେଖିପାରୁଥିବେ ଏପଟେ କେତେ ଜୋରରେ ବର୍ଷା ଆସିଲାଣି, ଦେଖିପାରୁଥିବେ। ଘଡ଼ଘଡ଼ି ବି ହେଉଛି ଜୋରରେ। ତ ସେଥିପାଇଁ ମୁଁ ଏଡ଼ିଟ୍ କାମ ସାରି ଏବେ ପଳେଇ ଆସିଛି ଘରକୁ। ତ ଚାଲ ଯିବା ଘରକୁ। ଚନ୍ଦୁ ବି ସେପଟେ ଆସିଯିବଣି। ଚନ୍ଦୁ ଏବେ ଆସିଗଲାଣି, ଦେଖିପାରୁଥିବେ। କହିଦେ କୁଆଡ଼େ ଯାଇଥିଲୁ? ଯାଇଥିଲି ନାନୀ ଘରକୁ ଟିକେ, ନାନୀ କି ନେଇକି ଅବିକା ଫେରୁଛି। ଆଉ କ'ଣ କହିବା କିଛି। ତ ଇଏ ଆମ ସ୍କୁଲ, ଦେଖିପାରୁଥିବେ, ଆସିକି ସ୍କୁଲ ପାଖରେ ବସିଥିଲା। ଆମ ପୁରୁଣା କଳା ସ୍କୁଲ। ଆମେ ସ୍କୁଲରେ ପଢ଼ି ପଢ଼ି ଯାଇଛୁ, ଦେଖିପାରୁଥିବେ। ତ ଗାଇସ୍, ଦେଖିପାରୁଥିବେ ଚନ୍ଦୁ କେମିତି ଝିଅ ଗୁଡ଼ାକୁ ଉଣ୍ଡଉଛି, ଲାଇନ୍ ମାରୁଛି। ଦେଖିପାରୁଥିବେ ଡହରାକୁ। ଓରେ, ଏଠିକି ଆଉନୁ। ଏତିକିରେ ପଳେଇଲେ ହବ? ସେଠି କ'ଣ କ'ଣ ଖାଇଲୁ କହିବୁନି? କ'ଣ ଖାଇଲ? ଚିକେନ ଭାତ ହେଇଥିଲା, ଖାଇଲି। ବର୍ଷା ତ ବହୁତ ଆସିଲାଣି, ଘରକୁ ଯିବାକୁ ପଡ଼ିବ। ଘଡ଼ଘଡ଼ି ବି ମାରୁଛି, ଦେଖିପାରୁଥିବେ। ବର୍ଷା ତ ଏପଟେ ଜୋରରେ ଆସିଲାଣି। ଚାଲ ଘରକୁ ଯିବା। ତ ଗାଇସ୍, ବର୍ଷା ତ ସେମିତି ଉଠେଇଛି, ଦେଖିପାରୁଥିବେ। ତଥାପି ଆମେ ଟିକେ ବିଲ ଆଡ଼େ ପଳେଇ ଆସିଛୁ ଥଣ୍ଡା ପବନ ଖାଇବା ପାଇଁ। ତ ଚନ୍ଦୁ ସେପଟେ ଆସୁଛି, ଦେଖିପାରୁଥିବେ। ଚିକେନ ଭାତ ଖାଇସି ଆଜି ବା, ଖୁସି ଅଛି, ସେଇଥିପାଇଁ ଗୀତ ଗାଇ ଗାଇ ଯାଉଛି।
तो घरे बसबो केते बोर लाଗୁଛି बसी बसी तो से आम दी जन पलि आसलु पोखरी आड़े देखा ये आम पुराणा पोखरी आपण मानक भिडियो देखी आम पुराणा पोखरी तो चंदू एपटे आसुची तू कौन एका आसलु सी सी तो हाथ जी आसला हाँ से पलैला ओहो तो देखी पारे ये सब आम बिल बाड़ी तो चाष हो खाली रुआ हम आ सब किसी रेडी अच्छी खाली रुआ हम पोखरटा कि देखा बाल भाया पा देखा पोखरटा तो वर्षा तो एमती उठे देखा जाऊ वर्षा हो कि नहीं मत तो लगुच वर्षा हेनी तो गाइस एबे तो आसी टाइम 6टा हो गलानी तो एबे आम घर को जीवु आज देखी पाउथिबे वर्षा उठेइतला एबे पा खरा केमती देलानी तो वर्षा कुआडे पळैला देखी पाउथिबे सूर्य पुणी बाहरलानी तो एपटे चंदू बसची देखी पाउथिबे से बसी तार मोबाइल देखुची तो गाइस 6टा हो गलानी देखी पाउथिबे संध्या पर्यंत हेइनी तो गाइस एबे आसी राति 8टा हो गलानी मु आम मंगला ठाकुर पीढ़ पाखे बसची देखी पाउथिबे एपटे आम गाँ लोक बसचंती तो ये आम पीढ़ ये आम सब गाँ लोक बसचंती आम गाँ पिला बसिकी मोबाइल डुंगुचंती देखी पाउथिबे गाइस एबे तो टाइम हो जाई जिबा जदि वीडियो टी भल लगी लाइक करी चैनल को गोटे सब्सक्राइब कर दो तो आज ब्लॉग को एड रखुची जय जगन्नाथ।